ସେଇଟା ପରା କହିଲେ ଆଜ୍ଞା ମୁଁ ଗୋଟେ ଛୋଟିଆ କାର୍ଯ୍ୟକର୍ତ୍ତା ଆପଣଙ୍କର ପ୍ରଶ୍ନ ମୋ ପାଇଁ ବହୁତ ବଡ଼ ହେଉଛି ଏତେ ବଡ଼ ବଡ଼ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋର ସେ ଯୋଗ୍ୟତା ନାହିଁ ଭାରତୀୟ ଜନତା ପାର୍ଟିରେ ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଆଜ୍ଞା ଦେଖନ୍ତୁ ଇଏ ହେଲା ଭାରତୀୟ ଜନତା ପାର୍ଟି ଆପଣ କମ୍ପେୟାର କରୁଛନ୍ତି ବିଜୁ ଜନତା ଦଳ ସାଙ୍ଗରେ ଆପଣମାନେ କୁହନ୍ତୁ ଏବଂ ମୋତେ ଯେଉଁମାନେ ବର୍ତ୍ତମାନ ଦେଖୁଛନ୍ତି ଆମ ରାଜ୍ୟବାସୀ ସେମାନେ ମଧ୍ୟ ଜାଣିଛନ୍ତି ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜୁ ଜନତା ଦଳରେ ଆଉ କିଏ ସଭାପତି ହେଇଥାନ୍ତେ କି ସେମିତି ସମ୍ଭବ କି ତ ଏଟା ଗୋଟେ ତାଙ୍କର କେବଳ ଫର୍ମାଲିଟି ବିଜୁ ଜନତା ଦଳ ତାର ସେ ଫର୍ମାଲିଟି ମେଣ୍ଟେନ୍ କରେ ତାର ଯେଉଁ ସାଙ୍ଗଠନିକ ପ୍ରକ୍ରିୟା ସେ ଆରମ୍ଭ କଲା ଏକଥା ହଁ ସତ ଯେ ଆମର ସାଙ୍ଗଠନିକ ପ୍ରକ୍ରିୟା ଆରମ୍ଭ ହେଇଛି ଆଗ ଏବଂ ତା କିଛି ଦିନ ପରେ ତାଙ୍କର ସାଙ୍ଗଠନିକ ପ୍ରକ୍ରିୟା ଆରମ୍ଭ କଲେ ସେମାନେ ବର୍ତ୍ତମାନ ସୁଦ୍ଧା 18ଟା ଜିଲ୍ଲାର ତାଙ୍କ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିସାରିଛନ୍ତି ଆମର 36ଟା ସାଙ୍ଗଠନିକ ଜିଲ୍ଲା ଥିଲା ପରେ ଗୋଟେ ନୂଆ ହେଇଛି 37ଟା ସାଙ୍ଗଠନିକ ଜିଲ୍ଲା ଏ 37ଟା ସାଙ୍ଗଠନିକ ଜିଲ୍ଲାରୁ ଆମେ ମଧ୍ୟ 36ଟା ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିସାରିଛୁ ବର୍ତ୍ତମାନ ସୁଦ୍ଧା ଆମର ରାଜ୍ୟ ସଭାପତି ଆମେ ବର୍ତ୍ତମାନ ଯାଏ ଘୋଷଣା କରିନାହୁଁ ସେଇ କଥାଟାକୁ ଆପଣ ଯେଉଁ ପ୍ରଶ୍ନ ଆକାରରେ ପଚାରୁଛନ୍ତି ଆପଣମାନେ ସାମ୍ବାଦିକ ଭାଇମାନେ ଏବଂ ଆମର ରାଜ୍ୟବାସୀ ଏମାନେ ସମସ୍ତେ ଗୋଟେ କଥା ତ ଅନ୍ତତଃ ଜାଣନ୍ତି ଯେ ଭାରତୀୟ ଜନତା ପାର୍ଟି ଗୋଟେ ଛୋଟ ଦଳ ନୁହେଁ ଏଟା ଗୋଟେ ବହୁତ ବଡ଼ ପାର୍ଟି ଭାରତୀୟ ଜନତା ପାର୍ଟି ପୃଥିବୀର ସର୍ବବୃହତ ରାଜନୈତିକ ଦଳ ଏବଂ ଯେମିତି ବିଜୁ ଜନତା ଦଳରେ ନବୀନ ପଟ୍ଟନାୟକ ଶତାୟୁ ହୁଅନ୍ତୁ ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ନବୀନ ପଟ୍ଟନାୟକ ବଞ୍ଚିଥିବା ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଆଉ କିଏ ସଭାପତି ହବ କି ଠିକ୍ ସେମିତି ସମାଜବାଦୀ ପାର୍ଟିରେ ଅଖିଳେଶ ଯାଦବଙ୍କ ବ୍ୟତୀତ ତାଙ୍କର ଆଉ କିଏ ସଭାପତି ହବ କି ଠିକ୍ ସେମିତି ତୃଣମୂଳ କଂଗ୍ରେସରେ ମମତା ବାନାର୍ଜୀଙ୍କ ବ୍ୟତୀତ ତାଙ୍କର ସେଠି ଆଉ କିଏ ସଭାପତି ହବ କି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ହଉ କି ଆପଣଙ୍କର ବହୁଜନ ସମାଜ ପାର୍ଟି ହଉ ସେଠି ମାୟାବତୀଙ୍କ ବ୍ୟତୀତ ଆଉ କିଏ ସଭାପତି ହେବେ କି ତ ଏଇ ଯେଉଁ ଦଳଗୁଡ଼ିକ ନାଁ ଆପଣ ଧରୁଛନ୍ତି ଆମ ପାଖରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ପାଖରେ ସେ ଦଳଗୁଡ଼ିକ ଜଣିଏ ସଭାପତି ହେବେ ସେ ଜଣଟା ବଞ୍ଚିଥିବା ଯାଏ ସଭାପତି ହେବେ ସେ ତାଙ୍କର ଯେମିତିକି ମୁଲାୟମ ସିଂଙ୍କ ପରେ ଅଖିଳେଶ ଯାଦବ ମୁଲାୟମ ସିଂ ଯାଦବଙ୍କ ପରେ ଅଖିଳେଶ ସିଂ ଯାଦବ ଠିକ୍ ସେମିତି ଏମାନେ ତାଙ୍କର ଯେଉଁ ପରିବାର ବାଦରେ ଭାବି ନିଅନ୍ତୁ କଂଗ୍ରେସରେ ବର୍ତ୍ତମାନ ଯେଉଁ ଖଡଗେଙ୍କୁ ସଭାପତି କହିଛନ୍ତି ଖଡଗେ କେବଳ ସଭାପତି ଗୋଟେ ମୁଖଟା କିନ୍ତୁ ସେଠି ସୋନିଆ ଗାନ୍ଧୀ ଯାହା କହିବେ ରାହୁଲ ଗାନ୍ଧୀ ଯାହା କହିବେ ସେ କଥାଟାକୁ ତାଙ୍କର ସଭାପତି ଖଡଗେ କାଟି ଦେଇ ପାରିବେ କି ତେଣୁ ନା 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 ସେମିତି ନୁହେଁ ଭାରତୀୟ ଜନତା ପାର୍ଟି ଗୋଟେ ଶୃଙ୍ଖଳିତ ଦଳ ଏଠି ଯିଏ ସଭାପତି ହେବେ ମାନେ ଜଣେ ଲୋକ ସେମିତି ମାନେ ପର୍ଟିକୁଲାର ନାହାନ୍ତି ଯେ ଇଏ ସଭାପତି ହେଇଯିବେ ପୁରା ଗୋଟେ ପ୍ରକ୍ରିୟା ଆମ ପ୍ରକ୍ରିୟା ଫର୍ମାଲିଟି ପ୍ରକ୍ରିୟା ନୁହେଁ ଆମ ପ୍ରକ୍ରିୟାରେ ପ୍ରଥମେ ସଦସ୍ୟତା ଅଭିଯାନ ଚାଲିଲା ପ୍ରାଥମିକ ସଦସ୍ୟ ଯେଉଁମାନେ ଆଗରୁ ସଦସ୍ୟ ଥିଲେ ସେମାନେ ତାଙ୍କର ରିନ୍ୟୁ କଲେ ତାପରେ ନୂଆ ସଦସ୍ୟ କିଛି ନିଆଗଲା ତାପରେ ସକ୍ରିୟ ସଦସ୍ୟ ହେଲେ ପ୍ରତ୍ୟେକ 100 ଥିଲା ପରେ 50 କରାଗଲା ଯିଏ ସକ୍ରିୟ ସଦସ୍ୟ ହେବେ ସେ 50 ଜଣ ସଦସ୍ୟ କରିବେ ସକ୍ରିୟ ସଦସ୍ୟ ହେଲେ ସକ୍ରିୟ ସଦସ୍ୟ ହୋଇସାରିଲା ପରେ ଆମର ପ୍ରତ୍ୟେକ ଜିଲ୍ଲାରେ ମଣ୍ଡଳ ସଭାପତି ମଧ୍ୟ ନିର୍ବାଚନ ହେଲେ ପ୍ରତି ମଣ୍ଡଳ ସଭାପତି ମାନେ ନିର୍ବାଚନ ହେଲା ପରେ ଜିଲ୍ଲା ସଭାପତି ଚୟନ ହେଲେ ଜିଲ୍ଲା ସଭାପତି ଚୟନ ହେଲା ପରେ ବର୍ତ୍ତମାନ ଆମର ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଚାଲିଛି ଏବଂ ଯାହାକୁ ପାରି ତାହାକୁ ଏଠି ମାନେ ଯେମିତି ଅନ୍ୟ ଦଳରେ ଜଣିଏ ଅଛି ସଭାପତି ହବ ଆମ ଦଳରେ ବି ଯଦି ସେମିତି ଜଣିଏ ଥାନ୍ତା ସଭାପତି ଆମର ଏତେ ଦିନ କ'ଣ କେବେଠୁ ତ ସରି ଯାଆନ୍ତାଣି କଥା ଅଛି ଘରେ ପାଣି ପଶିବ ଆଉ ପାଣି ପଶିଗଲା ସେଇଭଳିଆ ହବନି ତ ନା 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 ଭାରତୀୟ ଜନତା ପାର୍ଟି ଗୋଟେ ଶୃଙ୍ଖଳିତ ଦଳ ଏଟା ଗୋଟେ କେଡର ବେସ୍ଡ ପାର୍ଟି ଏଠି କେହି ବି ଆପଣ ସାମ୍ବାଦିକ ଭାଇ ଆପଣ ଯଦି ଭାରତୀୟ ଜନତା ପାର୍ଟିର ଜଣେ ଯଦି ସକ୍ରିୟ ସଦସ୍ୟ ହୋଇଥିବେ ତାହେଲେ ଆପଣ ଘରେ ବସିଥିବେ ହୁଏତ କାଲି ସକାଳେ ଡିକ୍ଲେୟାର ହେଇଯାଇଥିବ ଯେ ଆପଣ ଭାରତୀୟ ଜନତା ପାର୍ଟିର ସଭାପତି ହେଇଛନ୍ତି ଆପଣ ଜାଣିଥିଲେ ଯେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏଇ ଯେଉଁ ସରକାରରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବେ ସେମିତି ଆପଣମାନେ ତ କେହି ଅନୁମାନ ଲଗେଇ ପାରିନଥିଲେ କିନ୍ତୁ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ ଆଜି ସେ ସଫଳ ମୁଖ୍ୟମନ୍ତ୍ରୀ ହିସାବରେ ନିଜକୁ ପ୍ରତିପାଦନ କରୁଛନ୍ତି ଠିକ୍ ସେମିତି ଛତିଶଗଡ଼ ହଉ ମଧ୍ୟପ୍ରଦେଶ ହଉ ରାଜସ୍ଥାନ ହଉ ଯେଉଁ ମୁଖ୍ୟମନ୍ତ୍ରୀ ମାନେ ହେଲେ ସେ ମୁଖ୍ୟମନ୍ତ୍ରୀ ମାନେ ହେବେ ବୋଲି କେହି ଅନୁମାନ ଲଗେଇଥିଲେ ମାନେ
ଭାରତୀୟ ଜନତା ପାର୍ଟିରେ କେବଳ ଏ ଚମତ୍କାରିତା ସମ୍ଭବ। ଭାରତୀୟ ଜନତା ପାର୍ଟିରେ କୋଉ ଜଣଙ୍କର ବିଚାର ନିଷ୍ପତ୍ତି କାମ କରେ ନାହିଁ। ଏଠି ମିଳିତ ଭାବରେ ବିଚାର ବିମର୍ଶ ହୁଏ, ମିଳିତ ନିଷ୍ପତ୍ତିରେ ଯାଇକିରି କୌଣସି ଏକ ବିଚାର ହୁଏ। କିନ୍ତୁ କେବେ ସେ ଶୁଣନ୍ତୁ, ମୁଁ ପୁରା କହିଲି ନା ଗୋଟେ ବହୁତ ବଡ଼ ପାର୍ଟି, ବହୁତ ବଡ଼ ପାର୍ଟି। ତେଣୁ ଆମର 36ଟା ସାଂଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ସରିଲାଣି। ତେଣୁ ବର୍ତ୍ତମାନ ଯେଉଁ ରାଜ୍ୟ ସଭାପତି କଥା ଆପଣ କହୁଛନ୍ତି, ରାଜ୍ୟ ସଭାପତି ଚୟନ ମଧ୍ୟ ଖୁବ୍ ଶୀଘ୍ର ହୋଇଯିବ ଏବଂ ସେଥିପାଇଁ ଆପଣ ମାନେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ବ୍ୟସ୍ତ ହେଉନାହୁଁ ଏଇଥିପାଇଁ, ଯେଉଁମାନେ ମୁଁ 32 ବର୍ଷର ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା। ମୁଁ ଏ ଭାରତୀୟ ଜନତା ପାର୍ଟିକୁ ଦେଖି ଆସିଛି। ମୁଁ ଜମା କୌଣସି ନିଷ୍ପତ୍ତିକୁ ନେଇକି ବ୍ୟସ୍ତ ହୁଏନି ଭାରତୀୟ ଜନତା ପାର୍ଟିରେ। ମନମୋହନ ସାମଲଙ୍କୁ ବଦଳାଇବାକୁ ନେଇକି ଗୋଟେ ବିଚାର ଆଲୋଚନା ଚାଲିଛି। ନୂଆ ସଭାପତି କରିବେ ନା ନାଇଁ, ସଭାପତି ସିଏ ହିଁ ରହିବେ? କିଛି କହିପାରିବିନି, କିଛି। ଭାରତୀୟ ଜନତା ପାର୍ଟିରେ ଡାହାଣ ହାତ କଥା ବାଁ ହାତ ଜାଣିପାରେନି ଆଜ୍ଞା। ମୁଁ କେମିତି ଏତେ ବଡ଼ ବଡ଼ କଥା କହିଦେବି? ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତାଟିଏ। ସେ କାହାକୁ ବଦଳାଇବେ, କାହାକୁ ରଖିବେ, କି ମନମୋହନ ସାମଲ କଣ୍ଟିନ୍ୟୁ କରିବେ, କିଏ ହେବେ, ଏ କଥାଟା ଆଜ୍ଞା ମୁଁ ତ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା। ଆମ ଭାରତୀୟ ଜନତା ପାର୍ଟିରେ ଡାହାଣ ହାତ କଥା ବାଁ ହାତ ବି ଜାଣେନି। ଯୋଉ କମିଟି ବସେ, ଯୋଉ କମିଟି ନିଷ୍ପତ୍ତି ନିଏ, ସେ କମିଟିରେ ଥିବା ସଦସ୍ୟମାନେ ତାଙ୍କ ସ୍ତ୍ରୀ ମାନଙ୍କୁ ବି ଯାଇକିରି କହନ୍ତିନି କ'ଣ ନିଷ୍ପତ୍ତି ହେଇଛି କି କ'ଣ ବିଚାର ହେଇଛି। କିନ୍ତୁ ସମୟ ଏମିତି ବିଳମ୍ବ ନ ହେଇଯାଉ, କାରଣ ଏପଟେ ନବୀନ ବାବୁ ଯେତେ ସଭାପତି ଶପଥ ନେଲେଣି, ତାପରେ ତାଙ୍କ କର୍ମୀଙ୍କ ଠାରୁ ନେତାମାନଙ୍କୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଜୋରଦାର ଲଢେଇ ହବ ଭାରତୀୟ ଜନତା ପାର୍ଟିର ବିରୋଧ। ଆଜ୍ଞା ସେମାନେ ବିରୋଧୀ ଦଳରେ ଅଛନ୍ତି, ବିରୋଧୀ ଦଳରେ ଅଛନ୍ତି। ସେ ତାଙ୍କର ବିରୋଧୀ ଦଳରେ ତାଙ୍କ କାମ ସେ କରିବେ। ସେ ତାଙ୍କର କହୁଛନ୍ତି ଲଢ଼େଇ କରିବା କଥା, ସେ ତାଙ୍କର ଲଢ଼େଇ କରିବେ ବୋଲି କହୁଛନ୍ତି। ସେଟା ବିରୋଧୀ ଦଳ ହିସାବରେ ସେ ତାଙ୍କ କାମ କରିବେ। ଆମେ ଶାସକ ଦଳ ହିସାବରେ ଆମେ ଆମ କାମ କରି ଚାଲିବୁ। ଆମେ ଯଦି ଲୋକଙ୍କ ପାଇଁ କାମ କରିବୁ, ଆମେ ଯଦି ଲୋକଙ୍କ ପାଇଁ କାମ କରିବୁ, ତାହେଲେ ସେମାନଙ୍କର ଲଢ଼େଇ ଯାଏ କଥା ଯିବ କାହିଁକି? ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଯେଉଁ ପ୍ରକ୍ରିୟା ହେଉଛି, ତା ଦେହରେ ରାଜ୍ୟ ସଭାପତିଙ୍କର କେତେ ଭୂମିକା ରହୁଛି? ବହୁତ ବଡ଼ ଭୂମିକା ରହୁଛି। ରାଜ୍ୟ ସଭାପତି ଗୋଟେ କୋର୍ କମିଟି ଥାଏ, ପ୍ରତ୍ୟେକ ରାଜ୍ୟରେ ଗୋଟେ ଗୋଟେ କୋର୍ କମିଟି ଥାଏ। କୋର୍ କମିଟି ବସେ, ରାଜ୍ୟ ସଭାପତି ବସନ୍ତି, କେନ୍ଦ୍ରର ପ୍ରଭାରୀ ରୁହନ୍ତି। ରାଜ୍ୟରେ ଯେଉଁମାନେ ଆମର ପ୍ରଭାରୀ ଥାନ୍ତି, ମାନେ ନିୟମିତ ପ୍ରଭାରୀ ଥାନ୍ତି, ସେମାନେ ବସନ୍ତି। କେନ୍ଦ୍ରରେ ଆମର ସଭାପତି, ତାଙ୍କର ବିଚାର ବିମର୍ଶ ହୁଏ। ତ ଏଠି ଜଣେ କେହି ନିଷ୍ପତ୍ତି କୌଣସି ଜିନିଷରେ ଭାରତୀୟ ଜନତା ପାର୍ଟିରେ ଜଣେ କେହି ନିଷ୍ପତ୍ତି ନିଅନ୍ତି ନାହିଁ। ଆପଣମାନେ ଏଇଟା ସ୍ଥିର ମାନେ ନିଶ୍ଚିତ ରୁହନ୍ତୁ, ଭାରତୀୟ ଜନତା ପାର୍ଟିରେ ଗୋଟେ କମିଟି, ବଡ଼ ବଡ଼ ନେତାମାନେ, ବଡ଼ ବଡ଼ ବିଦ୍ୱାନ ମାନେ, ଯେଉଁମାନଙ୍କର ବହୁତ ମାନେ ଭାରତୀୟ ଜନତା ପାର୍ଟି ପାଇଁ ଉତ୍ସର୍ଗୀକୃତ ମନୋଭାବ ରହିଛି, ଉତ୍ସର୍ଗ କରିଛନ୍ତି ମଧ୍ୟ ସେମାନେ। ଅନେକ ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟକର୍ତ୍ତା ଅଛନ୍ତି ଯାହାକି ଆପଣ ଆଶ୍ଚର୍ଯ୍ୟ ହେବେ, ସେମାନେ କୌଣସି ପଦପଦବୀ ପାଇଁ ମଧ୍ୟ ରାଜନୀତି କରୁନାହାନ୍ତି। କେବଳ ଭାରତୀୟ ଜନତା ପାର୍ଟି ଏଭଳି ଏକ ପାର୍ଟି ଯେଉଁ ପାର୍ଟିରେ ସୁଯୋଗ ମିଳେ ଆମକୁ ରାଷ୍ଟ୍ର ସେବା କରିବା ପାଇଁ। କେବଳ ରାଷ୍ଟ୍ର ସେବାରେ ମଧ୍ୟ ଅନେକ କାର୍ଯ୍ୟକର୍ତ୍ତା କେବଳ ନିଜକୁ ନିୟୋଜନ କରିଛନ୍ତି ଭାରତୀୟ ଜନତା ପାର୍ଟିର ସଦସ୍ୟତା ନେଇକରି, ଯେ ଆମର କୌଣସି ପଦପଦବୀ ଦରକାର ନାହିଁ, ଆମେ କେବଳ ରାଷ୍ଟ୍ର ସେବା କରିବାର ସୁଯୋଗ ପାଉଛୁ, ସେଥିପାଇଁ ଭାରତୀୟ ଜନତା ପାର୍ଟିରେ ଯୋଡ଼ି ହେଇକି ରହିବୁ। ଏଭଳି ମଧ୍ୟ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିରେ ବହୁତ ବଡ଼ ବଡ଼ କାର୍ଯ୍ୟକର୍ତ୍ତା ଅଛନ୍ତି। ଜୀବନ ବ୍ୟାପୀ କୌଣସି ପଦପଦବୀ ସେମାନେ ଆଶା ରଖିନାହାନ୍ତି, ପଦପଦବୀ ନେଇନାହାନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟି ପାଇଁ କାମ କରିଛନ୍ତି। ଯେହେତୁ ଭାରତୀୟ ଜନତା ପାର୍ଟି ଏଭଳି ଏକ ପାର୍ଟି ଯେଉଁ ପାର୍ଟିରେ ରହିକରି ରାଷ୍ଟ୍ର ସେବା ପାଇଁ କାମ କରିବାର ସୁଯୋଗ ମିଳେ। ପରବର୍ତ୍ତୀ ଇଲେକ୍ସନରେ ମୋଦିଙ୍କୁ ଛାଡ଼ି ଆଉ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱ ପାଇଁ ଆପଣଙ୍କ ନଜରରେ ଆସିଲେ? ସେଇଟା ପରା କହିଲେ ଆଜ୍ଞା, ମୁଁ ଗୋଟେ ଛୋଟିଆ କାର୍ଯ୍ୟକର୍ତ୍ତା। ଆପଣଙ୍କର ପ୍ରଶ୍ନ ମୋ ପାଇଁ ବହୁତ ବଡ଼ ହେଉଛି। ଏତେ ବଡ଼ ବଡ଼ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋର ସେ ଯୋଗ୍ୟତା ନାହିଁ ଭାରତୀୟ ଜନତା ପାର୍ଟିରେ। ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଆଜ୍ଞା।